ଭାରତରେ ପ୍ରଥମେ ନିର୍ବାଚନ କେବେ ହେଇଥିଲା ଏବଂ କଣ ପାଇଁ ହେଇଥିଲା ଆପଣମାନେ ଜାଣିଛନ୍ତି କି? ଏହାକୁ ଜାଣିବାକୁ ଯଦି ଚାହୁଁଛନ୍ତି ତାହେଲେ ଇଣ୍ଡିଆନ୍ କାଉନସିଲ ଆକ୍ଟ 1892 କୁ ଜାଣିବାକୁ ପଡିବ। 1892 ଇଣ୍ଡିଆନ୍ କାଉନସିଲ ଆକ୍ଟ, ଏ ଆଇନଟା କିଏ ଆଣିଥିଲେ? ଏ ଆଇନଟା ଆଣିଥିଲେ ବ୍ରିଟିଶ ମାନେ। ତ এই ନିର୍ବାଚନ ବା ଇଲେକ୍ସନ ବିଷୟରେ ଜାଣିବା ପୂର୍ବରୁ ଆମକୁ ଜାଣିବାକୁ ପଡିବ କଣ ନା କଂଗ୍ରେସ 1885 ମସିହାରେ କଂଗ୍ରେସ ଗଠନ ହୋଇଥିଲା। ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ 1885 ମସିହାରେ ଗଠନ ହୋଇଥିଲା। ସଦସ୍ୟ ଥିଲେ 12 ଜଣ। ପ୍ରଥମ ଅଧିବେଶନ ବସିଥିଲା ବମ୍ବେରେ ଏବଂ ତାର ଅଧ୍ୟକ୍ଷ ଯିଏ ଥିଲେ ସେ ଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ। ତ এই 1885 ଗଠନ ହେଲା କଂଗ୍ରେସର ସଦସ୍ୟ ମାନେ ଚାହିଁଲେ କଣ ନା ଆମର ବ୍ରିଟିଶ ପାର୍ଲାମେଣ୍ଟାରୀ ସିଷ୍ଟମ ବହୁତ ଆଗରୁ ଅଛି। ଯୋଉ ଏବେ ମାନେ ବର୍ତ୍ତମାନ ଯୋଉ ଆମ ରାଜନୀତି ସିଷ୍ଟମ ଅଛି ସେ ସବୁ ବହୁତ ଆଗରୁ ଅଛି। ତ ସେ ବିଷୟରେ ଜ୍ଞାତ ଥିଲେ କିଏ ନା ଏଇ କଂଗ୍ରେସର ମେମ୍ବର ମାନେ ଜ୍ଞାତ ଥିଲେ। ତ ସେମାନେ କହିଲେ କଣ ନା ଆମ ଭାରତରେ ଯୋଉ ବ୍ରିଟିଶ ସରକାର ଶାସନ କରୁଛି ସେ ସିଷ୍ଟମ ଟାକୁ ହଟେଇ ଦିଆଯାଉ ଏବଂ ଆମକୁ ଇଲେକ୍ସନ ସିଷ୍ଟମ ଆମ ଭାରତରେ ନିଶ୍ଚିତ ହବା ଦରକାର। ତ ଏମାନେ ଦାବି କଲେ କଣ ନା ଆମର ଇଲେକ୍ସନ ହବା ଏଠି ଦରକାର। ଏବଂ ସେ ସମୟରେ ଆନ୍ଦୋଳନ କଣ ଜୋରସୋରରେ ଚାଲିଥିଲା। ଭାରତକୁ ସ୍ୱାଧୀନ କରିବା ପାଇଁ ଆନ୍ଦୋଳନ ଜୋରସୋରରେ ଚାଲିଥିଲା। ତ ସେ ସମୟରେ ଯୋଉ ସରକାର ଶାସନ କରୁଥିଲା କଣ ନା ସେଠି ଦୁଇ ପ୍ରକାର ଥିଲେ କିଏ ନା ସରକାରୀ ଲୋକ ଥିଲେ ଆଉ ବେସରକାରୀ ଲୋକ। ସରକାରୀ ଲୋକ କଣ? ସରକାରୀ ଲୋକ ଯୋଉମାନେ ଗଭର୍ଣ୍ଣମେଣ୍ଟ ଯୋଉମାନେ ସେମାନେ ହେଲେ ବ୍ରିଟିଶ ଲୋକ କେବଳ ସରକାରୀ। ଏବଂ ବେସରକାରୀ କିଏ ଥିଲେ? ବେସରକାରୀ ଥିଲେ ଜମିଦାର, ପ୍ରାନ୍ତୀୟ ରାଜା, ବ୍ୟବସାୟୀ ଆଉ ଶିକ୍ଷିତ ଲୋକମାନେ ଥିଲେ। ସେମାନେ ଯୋଉ ସେଇ ସମୟରେ ଯୋଉମାନେ ପାଠଶାଠ ପଢିଥିଲେ, ଇଂଲିଶ ଜାଣିଥିଲେ ସେଇମାନେ ଥିଲେ। ତ ଏମାନଙ୍କ ଭିତରେ ମତଭେଦ ଥିଲା। କାହିଁକି ନା ସରକାରକୁ କୌଣସି ନିଷ୍ପତ୍ତି ନେବା ପାଇଁ ଏମାନଙ୍କୁ ପଚରଉଥିଲେ, କହୁଥିଲେ କଣ ନା ସେ ଯୋଉ ବେସରକାରୀ ଲୋକ ଥିଲେ ଜମିଦାର, ପ୍ରାନ୍ତୀୟ ରାଜା, ବ୍ୟବସାୟୀ, ଶିକ୍ଷିତ ଏମାନଙ୍କର କେବଳ ମତାମତ ନିଆଯାଉଥିଲା। ଏମାନଙ୍କର କୌଣସି ଡିସିସନ ପାୱାର ନଥିଲା। ଏମାନଙ୍କର ସଂଖ୍ୟା ଥିଲା କମ ଏବଂ ଏଇ ଯୋଉ ସରକାରୀ ଲୋକ ରହିଲେ ବ୍ରିଟିଶ ମାନଙ୍କର ସଂଖ୍ୟା ଥିଲା ଅଧିକ। ଯାହା ଫଳରେ ଏଇ ଯୋଉ ବେସରକାରୀ ଲୋକ ରହିଲେ ଏ ବେସରକାରୀ ଲୋକ କୌଣସି କିଛି ନିଷ୍ପତ୍ତି ନେଇ ପାରୁନଥିଲେ। ସେ ସମୟରେ ପ୍ରତ୍ୟେକ ପ୍ରାନ୍ତରେ କଣ ଥିଲା? ବିଧାନ ପରିଷଦ। ତ ଶାସନ ହଉଥିଲା ଏଇ ବିଧାନ ପରିଷଦ ଦ୍ଵାରା ଶାସନ ହଉଥିଲା ସେ ସମୟରେ। ତ ଏଇ ବିଧାନ ପରିଷଦରେ ଯୋଉ ଏଇ ବ୍ରିଟିଶ ଲୋକମାନେ ଯୋଉ ରହିଥିଲେ ଏବଂ ନିଜର ମନ ଇଚ୍ଛା ଶାସନ କରୁଥିଲେ। ତ ବିଧାନ ପରିଷଦ କଣ? ଏଇଟା ବ୍ରିଟିଶ ପାର୍ଲାମେଣ୍ଟାରୀ ସିଷ୍ଟମ ଭଳିଆ ହେଇଛି। ତ ଏଠି ଇଲେକ୍ସନ ଦାବି କଲେ କିଏ? ଇଲେକ୍ସନ ଆମେ ନିଜେ ହିଁ ଚୟନ କରିବୁ ଯେ କିଏ ଆମକୁ ଶାସନ କରିବ। ଏ ଦାବିକୁ ନେଇକି ସେମାନେ କଣ କଲେ ନା ଏଇ କଂଗ୍ରେସର ସଦସ୍ୟ ମାନେ ଏବଂ ଯୋଉ ଆନ୍ଦୋଳନ କରୁଥିଲେ ସେମାନେ ସମସ୍ତେ ଥିଲେ। ସେମାନେ ଜୋରସୋରରେ ଦାବି କଲେ କେମିତି ନା ବ୍ରିଟିଶ ପାର୍ଲାମେଣ୍ଟକୁ ଚିଠି ଲେଖିକି ଜଣେଇଲେ। ଜଣେଇଲେ କଣ ନା ଯୋଉ ନନ୍ ଅଫିସିଆଲ ମେମ୍ବର ମାନେ ଅଛନ୍ତି ସେମାନେ କଣ ବିଧାନ ପରିଷଦରେ ଅଂଶଗ୍ରହଣ କରିପାରିବେ। କେମିତି? ତ ଶାସନ ତ ବିଧାନ ପରିଷଦ ଦ୍ଵାରା ହଉଥିଲା କିନ୍ତୁ ସରକାରୀ ଲୋକ ବ୍ରିଟିଶ ପିପୁଲ ମାନଙ୍କ ଦ୍ଵାରା ହିଁ ହଉଥିଲା। ତ ଯଦି ବିଧାନ ପରିଷଦରେ ଏଇ ଯୋଉ ବେସରକାରୀ ଲୋକମାନେ ରହିଲେ, ପ୍ରାନ୍ତୀୟ ରାଜା ହଉ, ବ୍ୟବସାୟୀ ହଉ ବା ଶିକ୍ଷିତ ଆମର ଭାରତୀୟ ଲୋକ ଯଦି ବିଧାନ ପରିଷଦରେ ରହିଲେ ତାହେଲେ ଯୋଉ ଶାସନ ବ୍ୟବସ୍ଥାଟା ଆଉ ଟିକେ କୋହଳ ହବ। ଏସବୁକୁ ଆଖି ଆଗରେ ରଖିକି କଣ କଲେ ନା ବିଧାନ ପରିଷଦରେ ନନ୍ ଅଫିସିଆଲ ମେମ୍ବର ଯୋଉମାନେ ରହିଲେ ସେମାନେ ଅଂଶଗ୍ରହଣ କରିପାରିବେ ବୋଲି ବ୍ରିଟିଶ ପାର୍ଲାମେଣ୍ଟକୁ ଚାପ ପ୍ରେସର କଲେ ଏବଂ ଆନ୍ଦୋଳନ ମଧ୍ୟ କରୁଥିଲେ। ତ କଣ ହେଲା 1892ରେ ସେ ସମୟରେ ଭାରତର ବ୍ରିଟିଶ ଭାରତର ଭାଇସରାୟ କିଏ ଥିଲେ? ଲର୍ଡ ଲ୍ୟାନ୍ସଡାଉନ୍ ଥିଲେ ଭାରତର ଭାଇସରାୟ। ସେ କଣ କଲେ ନା ବ୍ରିଟିଶ ପାର୍ଲାମେଣ୍ଟକୁ ଯାଇକି ଏସବୁ ଉପରେ ଆଲୋଚନା କଲେ। କହିଲେ ଯେ ନା ଯୋଉ ନନ୍ ଅଫିସିଆଲ ମେମ୍ବର ମାନେ ରହୁଛନ୍ତି ଭାରତରେ ସେମାନେ ବିଧାନ ପରିଷଦ ବା ଲେଜିସ୍ଲେଟିଭରେ ଅଂଶଗ୍ରହଣ କରିବା ପାଇଁ ଆନ୍ଦୋଳନ କରୁଛନ୍ତି ଆଉ ପ୍ରେସର ନୈତିକ ଚାପ ପକାଉଛନ୍ତି। ତ ବ୍ରିଟିଶ ପାର୍ଲାମେଣ୍ଟରେ କଣ ହେଲା? ଏଇ ଗୋଟେ ଅର୍ଡର ପାସ୍ କରାଗଲା। ସେ ଅର୍ଡର ପାସ୍ ହେଲା, ସେଟା ଆସିଲା ଭାରତକୁ। ଏବଂ ଏଇ ଯୋଉ 1892 ମସିହାରେ କଣ ହେଲା ନା ଯୋଉ ନନ୍ ଅଫିସିଆଲ ମେମ୍ବର ମାନେ ଥିଲେ ସେମାନେ ଅଂଶଗ୍ରହଣ କରିପାରିବେ ବୋଲି ସରକାର ଘୋଷଣା କଲେ। ବ୍ରିଟିଶ ସରକାର ଘୋଷଣା କଲା ପରେ ଇଲେକ୍ସନ ହେଇଥିଲା। ଇଲେକ୍ସନ ହେଲା ସତ, କିନ୍ତୁ ଏଠି ଗୋଟେ ସର୍ତ୍ତ ରଖିଲେ ବ୍ରିଟିଶ ମାନେ କଣ ନା ଏମାନେ କେବଳ ଅଂଶଗ୍ରହଣ କରିପାରିବେ। ଏମାନେ ମତାମତ ଦେଇପାରିବେ କିନ୍ତୁ ଭୋଟ କିଏ ଦେବ? ଭୋଟ ଏମାନେ ଭୋଟ ଦେବେ। ସର୍ବସାଧାରଣ ଲୋକ ଭୋଟ ଦେଇପାରିବେ ନାହିଁ।
ସର୍ବସାଧାରଣ ଲୋକ ଭୋଟ ଦେଇପାରିବେ ନାହିଁ। ଭୋଟ କିଏ ଦେବ? ଭୋଟ ଦେବ ଏଇ ଯୋଉ ନନଅଫିସିଆଲ ମେମ୍ବର ଏମାନେ ଥିଲେ ଜମିଦାର, ପ୍ରାନ୍ତୀୟ ରାଜା, ବ୍ୟବସାୟୀ, ଶିକ୍ଷିତ, ଏ ସମସ୍ତେ ହିଁ ଭୋଟ ଦେବେ। ତ କଥାଟା ଯୋଉଠି ବି ସେଇଠି, ଅନ୍ୟ କିଛି ଘଟଣା ନଥାଏ। ତ ସାଧାରଣ ଲୋକ ଯୋଉ ଦାବି କରୁଥିଲେ ଯେ ଆମକୁ ଭୋଟ ଦେବାର ଅଧିକାର ଆମକୁ ଆସୁ ବିଧାନ ପରିଷଦରେ, ତ ସେଇଟା ହେଲା ନାହିଁ। ତ 1892 ଯେତେବେଳେ ଇଣ୍ଡିଆନ କାଉନସିଲ ଆକ୍ଟ ଆଣିଲେ ବ୍ରିଟିଶ ମାନେ, ଇଣ୍ଡିଆନ କାଉନସିଲ ଆକ୍ଟ, ତାପରେ ନିର୍ବାଚନ ହେଲା। ନିର୍ବାଚନ ଫଳରେ କଣ ହେଇଛି? ଏଇମାନେ ହିଁ ଭୋଟ ଦେଲେ, ଏଇମାନେ ହିଁ ଭୋଟ ଦେଲେ। ଏଥିରେ ଲାଭ କଣ ହେଲା ନା ଭାରତୀୟ ଲୋକମାନେ ଇଲେକ୍ସନ ବା ନିର୍ବାଚନ ଭାରତୀୟ ଲୋକମାନେ ନିର୍ବାଚନ ବିଷୟରେ ଜାଣିଲେ ଏବଂ ନିର୍ବାଚନର ମୂଳଦୁଆ ପ୍ରଥମେ ଭାରତରେ ସ୍ଥାପନ କଲା। ତ ଗୋଟିଏ ଲାଭ ତ ହେଲା କଣ? ଲାଭ ହେଲା ଯେ ନିର୍ବାଚନ ବିଷୟରେ ଲୋକମାନେ ଜାଣିଲେ, ବିଧାନ ପରିଷଦ ବିଷୟରେ ଜାଣିଲେ, କେମିତି ଇଲେକ୍ସନ ନିର୍ବାଚନ ଦ୍ୱାରା କେମିତି ପ୍ରତିନିଧି ନିର୍ବାଚନ କରାଯାଏ, କେମିତି କଣ ତାର ପୁରା ପ୍ରୋସେସ ତ ଭାରତୀୟ ମାନେ ଶିଖିଗଲେ। କିନ୍ତୁ ଗୋଟେ ଭୁଲ ରହିଲା କଣ? ଭୁଲ ରହିଲା ଯେ ସାଧାରଣ ଲୋକ ଭୋଟ ଦେଇପାରିବେ ନାହିଁ। ମାନେ ଇଣ୍ଡିଆନ କାଉନସିଲ ଆକ୍ଟ ଆଣିବା ପୂର୍ବରୁ ଯାହା, ଆଣିଲା ପରେ ମଧ୍ୟ ସେଇଆ। ତ ଏଇ ଭୁଲକୁ ସୁଧାରିବା ପାଇଁ କଣ କଲେ? ଇଣ୍ଡିଆନ କାଉନସିଲ ଆକ୍ଟର ଯୋଉ ଭୁଲ ଥିଲା, ସେ ଭୁଲକୁ ସୁଧାରିବା ପାଇଁ ବ୍ରିଟିଶ ସରକାର କଣ କଲେ? କଣ ପାଇଁ କଲେ ନା ପ୍ରେସର, ଚାପ, ଭାରତୀୟ ମାନଙ୍କର ଚାପ, ନୈତିକ ଚାପ ଏବଂ ଏଇ ଆଇଏନସି ଯୋଉ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ଏଇ କଂଗ୍ରେସର ଚାପ ଯୋଗୁଁ ସେମାନେ ଇଣ୍ଡିଆନ କାଉନସିଲ ଆକ୍ଟ ସୁଧାରିବା ପାଇଁ କଣ କଲେ ନା ମୋରଲି ମିଟୋ ରିଫର୍ମ ବୋଲି ଆଉ ଗୋଟେ ଆକ୍ଟ ଆଣିଲେ। ଏଇ ଆକ୍ଟ ଦ୍ୱାରା କଣ ହେଲା ନା ଭାରତରେ ସମସ୍ତେ ଭୋଟ ଦେବାର ଅଧିକାର ପାଇଲେ ଏବଂ ସମସ୍ତେ ଭୋଟ ଦେଇପାରିଲେ। ତ ଏଠି ମନେ ରଖନ୍ତୁ, ଭାରତରେ କେବେ ପ୍ରଥମେ ଭୋଟ ଯଦି ହେଇଥିଲା ତାହେଲେ ମନେ ରଖନ୍ତୁ 1892 ମସିହାରେ ସର୍ବପ୍ରଥମେ ଭାରତର ନିର୍ବାଚନ ହୋଇଥିଲା। ସର୍ବପ୍ରଥମେ ଭାରତରେ ନିର୍ବାଚନ ହୋଇଥିଲା।